ଗତ କ୍ଲାସରେ କିଛି ଏଠି କହିନଥିଲି ବା ହୁଏତ ବାଇ ମିଷ୍ଟେକରେ ଭୁଲି ଯାଇଥିଲି। ଦେଖ ଆଉ ଗୋଟେ କଥା ହଉଛି ଫାଷ୍ଟ ବୁକ୍ ଆମର ସାଇକୋଲୋଜି ଉପରେ ପ୍ରଥମ ବୁକ୍ କିଏ ଲେଖିଥିଲେ ନା ୱିଲିୟମ ଉଣ୍ଟ ଲେଖିଥିଲେ। ସେ ବହିର ନାମ ମଧ୍ୟ ଥିଲା କଣ ନା ବହିର ନାମ ମଧ୍ୟ ସାଇକୋଲୋଜି ଥିଲା। ଏଇ ଯୋଉ ସାଇକୋଲୋଜିର ବହିଟା କିଏ ଲେଖିଥିଲେ ନା ୱିଲିୟମ ଉଣ୍ଟ ଲେଖିଥିଲେ। ୱିଲିୟମ ଉଣ୍ଟ କିଏ ନା ଫାଦର ଅଫ ସ୍ପୋର୍ଟ ସାଇକୋଲୋଜି, ଫାଦର ଅଫ ସାଇକୋଲୋଜି କିଏ ନା ୱିଲିୟମ ଉଣ୍ଟ। ଆଚ୍ଛା, ସେଇଭଳିଆ ଫାଦର ଅଫ ସ୍ପୋର୍ଟ ସାଇକୋଲୋଜି ମଧ୍ୟ ଦେଖିଥିଲେ। ଆଉ ଏଠି କିଛି ନାହିଁ, ଦେନ୍ ଆମେ ନେକ୍ସଟ କୁ ଯିବା। ଦେଖ ପିଲାମାନେ ହଁ ଏ ଫାଣ୍ଟୋନି ଯାଇଛି। ଆଚ୍ଛା ଦେଖ ନେକ୍ସଟ ଆସିଲା ଆମେ ତ ପରମାନେଣ୍ଟ ଚେଞ୍ଜ ଇନ ବିହେଭିୟର ଲର୍ଣ୍ଣିଂ ଯାଇଥିଲେ। ଲର୍ଣ୍ଣିଂର ପ୍ରାଇମେରୀ ଲର୍ଣ୍ଣିଂ ଯାଇଥିଲେ, ଆମେ ସେକେଣ୍ଡାରୀ ଲର୍ଣ୍ଣିଂ କୁ ଯିବା। ଲ ଅଫ ରେଡିନେସ ହଉଛି ସ୍ପେଲିଂଟା ଏରର ଅଛି ଏଠି। ଲ ଅଫ ରେଡିନେସ ସ୍ପେଲିଂ ହଉଛି READINESS ହେଲା ରେଡିନେସ। ଓକେ ଆଚ୍ଛା ଠିକ ଅଛି। ଦେଖ ଦେଖ ପିଲାମାନେ ଆମେ ନେକ୍ସଟ ଆସିବା ଲ ଅଫ ସେକେଣ୍ଡାରୀ ଲ। କଣ ଥିଲା ଆମର ସେକେଣ୍ଡାରୀ ଲ। ଦେଖ ପିଲାମାନେ ଆପଣମାନେ ସମସ୍ତଙ୍କୁ ଦେଖାଯାଉଥିବ ସେକେଣ୍ଡାରୀ ଲ। ଓକେ ଆଚ୍ଛା ଦେଖ ଏଠି ଲେଖିଛି ଆମର ସେକେଣ୍ଡାରୀ ଲ। ସେକେଣ୍ଡାରୀ ଲ ଆମେ କାହାକୁ କହିବା? ଦେଖ ଏଇଟା ଅପସନାଲ, ସମସ୍ତଙ୍କ ପାଇଁ ସମାନ, କିନ୍ତୁ ପ୍ରାଇମେରୀ ଲ ଟା ସମ୍ପୂର୍ଣ୍ଣ ସମସ୍ତଙ୍କ ପାଇଁ ସମାନ, କିନ୍ତୁ ସେକେଣ୍ଡାରୀ ଲ ଟା ଆପଣଙ୍କ ପାଇଁ ସମସ୍ତଙ୍କ ପାଇଁ ସମାନ ନୁହେଁ। ଆଚ୍ଛା କେମିତି ସମାନ ନୁହେଁ? ଆଚ୍ଛା ସେକେଣ୍ଡାରୀ ଲ ହଉଛି କଣ? ଲ ଅଫ ପ୍ରିମେସି, ଲ ଅଫ ଡିସେନ୍ସି ନୁହେଁ ରିସେନ୍ସି, ସରି କ୍ଷମା କରିବେ ମୋବାଇଲରେ ଟିକେ ଲେଖିବ, ଏଟା ଡି ନୁହେଁ, ଏଟା ହଉଛି କଣ ରିସେନ୍ସି, RECENCY। ଆପଣ ଏଟା ଲକ୍ଷ୍ୟ କରିବେ ଆଉ ପିଡିଏଫ ରେ ମଧ୍ୟ ଆପଣ ଯେତେବେଳେ ପାଉଛନ୍ତି ତାକୁ ଟିକେ କନସିଡର କରିବେ ଦୟାକରି। ଓକେ ରିସେନ୍ସି। ଓକେ ଲ ଅଫ ରିସେନ୍ସି, ସରି ଲ ଅଫ ପ୍ରିମେସି, ଲ ଅଫ ରିସେନ୍ସି ଆଉ ଲ ଅଫ ଇଣ୍ଟେନ୍ସିଟି। ଆମେ ତିନିଟା ଲ କୁ ତା ସହିତ ଆମର ଲ ଅଫ ଆଟିଟ୍ୟୁଡ ଅଛି, ଲ ଅଫ ସିମିଲାରିଟି ଅଛି, ଲ ଅଫ ବିଲଙ୍ଗିଂନେସ ଅଛି, ଲ ଅଫ ଇଣ୍ଟେନ୍ସିଟି ଅଫ ଷ୍ଟିମୁଲସ ଅଛି ହେଲା, ଲ ଅଫ କଣ୍ଟିଜିଟି ଅଛି, ଲ ଅଫ ମଲ୍ଟିପଲ ରେସ୍ପନ୍ସ ଅଛି। ଆଚ୍ଛା ବହୁତ ପ୍ରକାର ଆପଣଙ୍କର ଅଛି, କିନ୍ତୁ ଆମେ ସ୍ପେସିଫିକ କଣ ସିଲେକ୍ଟେଡ କରିଛେ ଲ ଅଫ ରିସେନ୍ସି ବା ଲ ଅଫ ରିସେନ୍ସି ବା ରିସେନ୍ସି କୁ ଆପଣ ମାନେ କହିପାରିବେ ଲ ଅଫ ରିସାଇଟେସନ। ଲ ଅଫ କଣ କହିଲେ? ଲ ଅଫ ରିସେନ୍ସି କୁ ଏଇ ଯୋଉ ଆପଣଙ୍କର ଏଇ ଯୋଉ ଲ ଅଫ ରିସେନ୍ସି ଟା RECENCY ରିସେନ୍ସି, ତା ସହିତ ଆପଣ ସେଇଠି ସ୍ଲାସ ଦେଇକି ଏଇଠି ସ୍ଲାସ ଦେଇକି ଆପଣ ଲେଖିପାରିବେ କଣ? ଲ ଅଫ ରିସାଇଟେସନ। ଲ ଅଫ ରିସାଇଟେସନ RECI RISATION ରିସାଇଟେସନ। ଆଚ୍ଛା ଠିକ ଅଛି, ଯାହା ଆପଣ ପ୍ରୋନାଉନସିଏସନ ଯାହା ପଢିପାରିବେ, ଏଟା ଇଂଲିଶ ପାଇଁ ଆପଣ ଟିଜିଟି ଇଂଲିଶ ପରୀକ୍ଷା ଦଉନାହାନ୍ତି, ପିଇଟି ପରୀକ୍ଷା ଦଉଛନ୍ତି। ଓକେ କୌଣସି ପ୍ରୋନାଉନସିଏସନ ଧରିବା ଦରକାର ନାହିଁ। ଓକେ ଠିକ ଅଛି। ଦେଖ ଲ ଅଫ ପ୍ରିମେସି, ଲ ଅଫ ରିସେନ୍ସି, ଲ ଅଫ ଇଣ୍ଟେନ୍ସିଟି ବହୁତ ପ୍ରକାର ଅଛି। ଲ ଅଫ ପ୍ରିମେସି କଣ ନା ଫାଷ୍ଟ ଇମ୍ପ୍ରେସନ ଇଜ ଦ ଲାଷ୍ଟ ଇମ୍ପ୍ରେସନ। ପ୍ରଥମ ଇମ୍ପ୍ରେସନ ହଉଛି ଶେଷ ଇମ୍ପ୍ରେସନ ସଙ୍ଗେ ସମାନ। ମାନେ କଣ? ଫାଷ୍ଟ ଇମ୍ପ୍ରେସନ ଇଜ ଦ ଲାଷ୍ଟ ଇମ୍ପ୍ରେସନ ଅର୍ଥ ଯାହା ସିଏ ଥରେ ଦେଖିବ, ଯାହା ସିଏ ପ୍ରଥମ ଥର ଦେଖିବ, ଯାହା ପ୍ରଥମ ଥର ଦେଖିବା ବା କରିବା, ତାହା ଶେଷ ପର୍ଯ୍ୟନ୍ତ ମନେ ରଖିବା, ତାହା ହିଁ ଲ ଅଫ ପ୍ରାଇମେସି ବା ଲ ଅଫ ପ୍ରାଇମେସି। ଲ ଅଫ ପ୍ରାଇମେସି ଅର୍ଥ ଯାହା ଆମେ ଥରେ ଦେଖିବା, ପ୍ରଥମ ଥର ଦେଖିବା ବା କରିବା, ତାକୁ ଆମେ ଶେଷ ପର୍ଯ୍ୟନ୍ତ ମନେ ରଖିବା। ଶେଷ ପର୍ଯ୍ୟନ୍ତ ମତଲବ ଜୀବନ ଲାଷ୍ଟ ପର୍ଯ୍ୟନ୍ତ ମନେ ରଖିବା, ତା ହଉଛି ଲ ଅଫ ପ୍ରିମେସି। ଆଚ୍ଛା ଲ ଅଫ ରିସେନ୍ସି ହଉଛି କଣ ନା ଲ ଅଫ ରିସେନ୍ସି ରିମେମ୍ବରିଂ ହ୍ୱାଟ ୟୁ ଲର୍ନ ନାଓ ଫର ଏ ଲଙ୍ଗ ଟାଇମ, ଯାହା ରିସେଣ୍ଟଲି ହେଲା, ଯାହା ବର୍ତ୍ତମାନ, ଯାହା ଆମେ ବର୍ତ୍ତମାନ କଲେ ତାହା ଶେଷ ପର୍ଯ୍ୟନ୍ତ ମନେ ରଖିବା, ତାହାକୁ ଆପଣ କହିପାରିବେ କଣ? ଲ ଅଫ ରିସେନ୍ସି ବା ଲ ଅଫ ରିସେଣ୍ଟଲି ଲର୍ନ ମଧ୍ୟ ଆପଣ ଲେଖିପାରିବେ। ରିସେଣ୍ଟଲି ଲର୍ନ, LEARN ରିସେଣ୍ଟଲି ଲର୍ନ। ଓକେ ଆଚ୍ଛା ତାହେଲେ ଲ ଅଫ ରିସେନ୍ସି। ଆଚ୍ଛା ଲ ଅଫ ଇଣ୍ଟେନ୍ସିଟି ହଉଛି କଣ? ଆମେ ଯେତେ ଏଫର୍ଟସ ଦେଇକି ପଢେଇବା ବା ଯେତେ ଏଫର୍ଟସ ଦେଇକି କାର୍ଯ୍ୟକୁ କରିବା, ଆମେ ସେତେ ଶେଷ ପର୍ଯ୍ୟନ୍ତ ଆମେ ମନେ ରଖିବା। ଆମେ ଭାଇ କେତେ ଏଫର୍ଟସ ଦେଇକି କରିଥିଲେ ଜାଣିଛୁ ନା, ସେ କେତେ କଷ୍ଟ ହେଇଥିଲା ଆମକୁ କହିଲୁ, କେତେ କଷ୍ଟରେ ସେଟା ଗାଡିଟାକୁ ଉଠେଇଲେ ନଈ ଖାଲକୁ ପଳେଇ ଯାଇଥିଲା, କେତେ କଷ୍ଟରେ ସେ ଗୋଟେ ଟେକ୍ ଟେକ୍ ଆଣିଲେ, କେତେ କଷ୍ଟରେ ଆମେ ବୋଲବମ ଯାଇଥିଲେ।
ये सब जिनस लॉ ऑफ इंटेंसिटी जीव। अच्छा देख पिला माने मैं आउ थरे बुझौछि लॉ ऑफ प्रिमेसी कोन रिकॉर्डिंग होछि लॉ ऑफ प्रिमेसी कोन ना लॉ ऑफ प्रिमेसी होछि कोन फास्ट इंप्रेशन इज द लास्ट इंप्रेशन किछि नुहे एतिक मन रखो ताहा अर्थ कोन जहा प्रथम करी देखिबा बा करिबा ତାହାକୁ ଶେଷ ପର୍ଯ୍ୟନ୍ତ ମନେ ରଖିବା ମୁଁ ଫାଷ୍ଟ ଜାଣିଛ ନା ମୁଁ ପ୍ରଥମ ଥର ପାଇଁ ସେଟା କରିଥିଲି ଏପର୍ଯ୍ୟନ୍ତ ମୋର ମନେ ରଖିଛି ବର୍ତ୍ତମାନ ଯଦି ମୋର ଜୀବନ ଚାଲିଯାଏ ଏଇଟା ହଉଛି ମୋର ଶେଷ ସମୟ ଚାଲିଯାଏ ମୁଁ ଶେଷ ସମୟ ପର୍ଯ୍ୟନ୍ତ ଶେଷ ପର୍ଯ୍ୟନ୍ତ ମନେ ରଖିଲି ଏଇଟା ହଉଛି କଣ ନା ଲ ଅଫ ପ୍ରିମେସି। ଆଚ୍ଛା ଲ ଅଫ ରିସେନ୍ସି କଣ ନା ରିସେଣ୍ଟଲି ଲର୍ନ ଯାହା ବର୍ତ୍ତମାନ ଶିଖିଲା ସେ ପାଷ୍ଟରେ ଯାହା ଶିଖିଥିଲା ସେ ମନେ ରହୁଛି ସେ କଥା ନୁହଁ ଯାହା ସେ ବର୍ତ୍ତମାନ ଶିଖିଲା ତାହା ସିଏ ଶେଷ ପର୍ଯ୍ୟନ୍ତ ମନେ ରଖିଲା ଲ ଅଫ ରିସେନ୍ସି। ଆଚ୍ଛା ଲ ଅଫ ଇଣ୍ଟେନ୍ସିଟି ହଉଛି କଣ ଯେତେ ଏଫର୍ଟ ଦେଇକି ଆମେ କାର୍ଯ୍ୟକୁ କରିବା ବା ଶିଖିବା ତାକୁ ଆମେ ଶେଷ ପର୍ଯ୍ୟନ୍ତ ମନେ ରଖିବା। ଆଚ୍ଛା ପିଲାମାନେ ଦେଖ ଆମେ କଣ କରିଥିଲେ ନା ପ୍ରାଇମେରୀ ଲ ଆଉ ସେକେଣ୍ଡାରୀ ଲ ଆପଣ ମାନେ ଏଇଠି ଅଲମୋଷ୍ଟ ଲକ୍ଷ୍ୟ କରିଥିବେ କାହିଁକି ତାକୁ ପ୍ରାଇମେରୀ ଲ କୁହାହଉଥିଲା ଆଉ କାହିଁକି ଆକୁ ସେକେଣ୍ଡାରୀ ଲ କୁହାହଉଛି କେହି ବି ଜଏନ କଲେ ବର୍ତ୍ତମାନ ମୁଁ କାହାକୁ ବି ଆକ୍ସେପ୍ଟ କରିପାରିବିନି ଆପଣ ନରେନ୍ଦ୍ର ମୋଦି ହୁଅନ୍ତୁ କି ମୋହନ କୁମାର ମାଝୀ ହୁଅନ୍ତୁ କ୍ଲାସ ଲିଙ୍କ 7:30 7:40 ଆପଣ ବର୍ତ୍ତମାନ ଜଏନ ହେଇକି କିଛି ବି ଫାଇଦା ନାହିଁ ଆପଣ ମାନଙ୍କ ଭିତରୁ କେହି ବି ଜଣେ ଗ୍ରୁପରେ ଲେଖିଦେଲେ ଚଳିବ ଓକେ। ଆଚ୍ଛା ଦେଖ ତାହେଲେ ପ୍ରାଇମେରୀ ଲ କଣ ପ୍ରାଇମେରୀ ଲ ଟା ସାର୍ ମୁଁ କଣ କହିଥିଲି ସାର୍ କମ୍ପଲସରି ସାର୍ ନିହାତି ଭାବରେ କମ୍ପଲସରି ହଉଛି ପ୍ରାଇମେରୀ ଲ। ପ୍ରାଇମେରୀ ଲ ରେ ଆମର କଣ କଣ ଯାଉଥିଲା ପ୍ରାଇମେରୀ ଲ ରେ ଲ ଅଫ ରେଡିନେସ ଲ ଅଫ ଇଫେକ୍ଟ ସରି ଏକ୍ସରସାଇଜ ଲ ଅଫ ଇଫେକ୍ଟ ତିନିଟା ଯାଇଥିଲା ପିଲାମାନେ ଲ ଅଫ ରେଡିନେସ ହଉଛି ସମସ୍ତଙ୍କ ପାଇଁ କମ୍ପଲସରି ଆପଣଙ୍କ ପାଖକୁ ଲିଙ୍କ ଗଲା ଗୁଗଲ ରେ ସରି ଟେଲିଗ୍ରାମ ରେ ଗୁଗଲ ମିଟ ର ଲିଙ୍କ କଲା ଆପଣ କ୍ଲାସ ପାଇଁ ରେଡି ହେଲେ ଆପଣ ହାତ ଗଲା ଲିଙ୍କ ରେ ଜଏନ ହେଲା ଦିସ ଇଜ ଲ ଅଫ ରେଡିନେସ। ଲ ଅଫ ଏକ୍ସରସାଇଜ କଣ ଆପଣ କ୍ଲାସ କଲେ ପାଠ ପଢିଲେ କିଛି ଜିନିଷ ୟୁଜ କରିପାରନ୍ତି କିଛି ଜିନିଷ ନ ୟୁଜ କରିପାରନ୍ତି ଏଗେନ ଆଣ୍ଡ ଏଗେନ ପ୍ରାକ୍ଟିସ କଲେ ପ୍ରାକ୍ଟିସ ମେକ୍ସ ମ୍ୟାନ ପରଫେକ୍ଟ ଆପଣ ବାରମ୍ବାର ବାରମ୍ବାର ବହୁତ ପ୍ରକାର ପ୍ରାକ୍ଟିସ କଲେ ଏମସିକ୍ୟୁ କର ଗୁଗଲ ସର୍ଚ୍ଚ କର ଏଠି ପଚାର ସେଠି ପଚାର ଏ କ୍ଲାସ ଏ ବ୍ୟାଚ ସଇଲା ଅଲଗା କୋଉଠି ପଢ କି ଅଲଗା ବହି ଆଣ ବିଭିନ୍ନ ପ୍ରକାର ଇଏ ହଉଛି କଣ ଯିବ ନା ଆପଣ ଏଗେନ ଆଣ୍ଡ ଏଗେନ ପ୍ରାକ୍ଟିସ କରୁଛନ୍ତି ଏଥର ସିଲେକ୍ସନ ହେଲାନି ନେକ୍ସଟ ଇୟର ସିଲେକ୍ସନ ହବ ଏଇ ଯୋଉ ଜିନିଷଟା ଏଇ ଯୋଉ ପ୍ରୋସିଜରଟା ଲ ଅଫ ଏକ୍ସରସାଇଜ କୁହାଯିବ। ତାପରେ ଆପଣଙ୍କର ରେଜଲ୍ଟ ବାହାରିଲା ଆପଣ କଣ ହେଲା ନା ଆପଣଙ୍କର କଣ ସାଟିସ୍ଫାକ୍ସନ ବା ଡିସାଟିସ୍ଫାକ୍ସନ ବା ଆନଏନ୍ସ କୁହାଯାଏ ANNOYANCE କୁହନ୍ତି ଆନଏନ୍ସ କୁହାଯାଏ ସେଠି କଣ ନା ଏତେ ପାଠ ପଢିଲେ କିନ୍ତୁ କିଛି ଫାଇଦା ହେଲାନି ମୁଁ ଫେଲ ହେଇଗଲି ଲ ଅଫ ଇଫେକ୍ଟରେ ଯିବ ଲାଭ କେତେ ହେଲା କ୍ଷତି କେତେ ହେଲା ସକ୍ସେସ ଆଣ୍ଡ ଫେଲୁଅର ଲ ଅଫ ଇଫେକ୍ଟରେ ଯିବ। ଆଚ୍ଛା ସେଠୁ ଆସିଗଲା କଣ ନା ଆପଣ ଯଦି ବି ସକ୍ସେସ ହେଲେ ଆପଣଙ୍କୁ ସାଟିସ୍ଫାକ୍ସନ ମିଳିଲା ଓହ ଯାହା ହଉ ସୁନୀଲ ସାରଙ୍କ ପାଖରେ ପାଠ ପଢିକି ମତେ ବହୁତ ସାଟିସ୍ଫାକ୍ସନ ମିଳିଲା ଆଉ ମୁଁ 100 କ୍ରସ କରିଗଲି ଆଉ ଭଲ ଜାଗାରେ ଗୋଟେ ଜବ କଲି। ଡିସାଟିସ୍ଫାକ୍ସନ ବା ଫେଲୁଅର କଣ ଏ ସାର୍ ଜମା ପାଠ ପଢାନ୍ତି ଅଧିକ ଗପନ୍ତି ଭାଷଣ ଅଧିକ ରେକର୍ଡିଂ ଆସୁନି ସେ ମୋବାଇଲରେ ପଢୁଛନ୍ତି ମତେ ଭଲ ଲାଗୁନି ଇଏ ସବୁ ଜିନିଷ ଲ ଅଫ ଇଫେକ୍ଟରେ ଫେଲୁଅର ଆପଣ ଫେଲୁଅର ହେଲେ ବୋଲି ଆପଣ ରିଗ୍ରେଟ ଫିଲ୍ କଲେ ଆପଣ ବହୁତ ପ୍ରକାର ନେଗେଟିଭ କଥା ବାହାରିଲା ଇଏ ସବୁ ଜିନିଷ ଲ ଅଫ ଇଫେକ୍ଟରେ ଯିବ ବୁଝିହେଲା। ଇଏ ହେଲା କଣ ଆପଣଙ୍କର ପ୍ରାଇମେରୀ ଲରେ ଆସୁଛି ଇଏ ତିନିଟା ଏଟା ହଉଛି ସମସ୍ତଙ୍କ ପାଇଁ ପିଲାମାନେ ସମସ୍ତଙ୍କ ପାଇଁ କମ୍ପଲସରି ସମସ୍ତଙ୍କ ପାଇଁ କମ୍ପଲସରି କିନ୍ତୁ ସେକେଣ୍ଡାରୀ ଲ ରେ ମୁଁ କଣ କହିଲି ନା ଲ ଅଫ ପ୍ରିମେସି ଲ ଅଫ ରିସେନ୍ସି ଲ ଅଫ ଇଣ୍ଟେନ୍ସିଟି ଇଣ୍ଟେନ୍ସିଟି ଅର୍ଥ ହଉଛି ତୀବ୍ରତା ଏତିକି ମନେ ରଖ ଲ ଅଫ ପ୍ରିମେସି ହଉଛି କଣ ଫାଷ୍ଟ ଇମ୍ପ୍ରେସନ ଇଜ ଦ ଲାଷ୍ଟ ଇମ୍ପ୍ରେସନ ମାନେ କଣ ସେ ଗୋଟେ ପିଲା ଆପଣ ମାନେ କଣ ସମସ୍ତେ କହିବେ ସାର୍ ସବୁ ଲୋକଙ୍କର ପ୍ରଥମ ଯିଏ କାର୍ଯ୍ୟ କଲା ତାର ସବୁ ଶେଷ ପର୍ଯ୍ୟନ୍ତ ମନେ ରଖିବ ଇଜ ଇଟ୍ ପସିବୁଲ ନୋ ସାର୍ ପସିବୁଲ ନୁହଁ ଏ ଭାଇ ତୋ ପାଇଁ ହେଇଥାଇପାରେ ମୋ ପାଇଁ ସେମିତି ନୁହେଁ ମୁଁ ବର୍ତ୍ତମାନ ଯାହା ଶିଖିଲି ମତେ ସେଇଟା ସବୁଦିନ ପାଇଁ ମନେ ରହିବ ସିଏ କହିଲା ମୁଁ କହିବି ନା ନା ସେସବୁ କିଛି ନୁହଁ ମୁଁ ଯେତେ ଏଫର୍ଟ ଦେଇକି ବାରମ୍ବାର ବାରମ୍ବାର ପ୍ରାକ୍ଟିସ କରିବି ଯେତେ ଏଫର୍ଟ ଦେଇକି କାର୍ଯ୍ୟ କରିବି ଯେତେ ଏଫର୍ଟ ଦେଇକି ଧାନ କାଟିବି ଯେତେ ଏଫର୍ଟ ଦେଇକି ଗାଈ ଗୋଡେଇବି ସେତେ ମୋର ଏନର୍ଜି କ୍ରିଏଟ ହବ ସେତେ ମନେ ରହିବ ମୋର ସବୁ ଜିନିଷ ଯେତେ ଚିଲେଇକି ପଡିବି ସେତେ ମନେ ରହିବ ଯେତେ ଚିଲେଇକି ପଡିଲା ଏଫର୍ଟ ଦେଲା
ଚିଲେଇ ପଡିଲା ଯେତେ ଗୋଟେ ଟିଚର ଯେତେ ଚକରେ ଲେଖିକି ପାଠ ପଢିଲା ମୁଁ କଣ କଲା ଚକରେ ଲେଖିକି ପାଠ ପଢିଲି କି ମୁଁ ଖାତାରେ ଲେଖିକି ପାଠ ପଢିଲି ଲ ଅଫ ଇଣ୍ଟେନ୍ସିଟି ତୀବ୍ରତା ମୁଁ ଏଫର୍ଟ ଦେଇକି ପାଠ ପଢିଲି ହୁଏତ ମୁଁ ଚକରେ ଲେଖିକି ପାଠ ପଢୁଛି ଆଉ ଜଣେ ଧନ୍ୟ ଦିବ୍ୟ ରଞ୍ଜନ ସେ ଘୋଷିକି ପାଠ ପଢୁଛି ସପୋଜ ଧନ୍ୟ ରଶ୍ମିତା ସେ କଣ ଥରେ ପଢିଲା ତାର ହେଇଗଲା ଦିସ୍ ଇଜ ଇଣ୍ଡିଭିଜୁଆଲ ଡିଫରେନ୍ସେସ୍ ଆସୁଛି ନା ନିହାତି ଭାବରେ ବ୍ୟକ୍ତିଗତ ବିଭିନ୍ନତା ଆସୁଛି କିନ୍ତୁ ଲ ଅଫ ରେଡିନେସ ଏକ୍ସରସାଇଜ ଇଫେକ୍ଟରେ ବ୍ୟକ୍ତିଗତ ବିଭିନ୍ନତା ନଥାଏ ଏହା ଆପଣ ଡୋନାଲ୍ଡ ଟ୍ରମ୍ପ ହୁଅନ୍ତୁ ଏଲନ ମସ୍କ ହୁଅନ୍ତୁ ନରେନ୍ଦ୍ର ମୋଦି ହୁଅନ୍ତୁ ନବୀନ ପଟ୍ଟନାୟକ ହୁଅନ୍ତୁ କି ଆପଣଙ୍କର ଗାଁ ମୁଣ୍ଡ ସୁକୁଟି ସାହି ହୁଅନ୍ତୁ କି ଏଞ୍ଜଲ ପ୍ରିୟା ହୁଅନ୍ତୁ ଯିଏ ବି ହୁଅନ୍ତୁ ଆପଣଙ୍କ ପାଇଁ ସମାନ ଲ ଅଫ ରେଡିନେସ ବା ଲ ଅଫ ଏକ୍ସରସାଇଜ ବା ଇଫେକ୍ଟ ପ୍ରାଇମେରୀ ଲ ଆପଣ ମାନଙ୍କ ପାଇଁ ସମସ୍ତଙ୍କ ପାଇଁ ସମାନ ସେକେଣ୍ଡାରୀ ଲ କାହା ପାଇଁ ବି ସମାନ ନୁହେଁ ହୁଏତ ରଶ୍ମିତା ଅଧିକ ବାରମ୍ବାର କାହା ନା ଧରୁନି କି କାହା ନା ଧରୁଛି ବୋଲି କେହି ବି ଖରାପ ଭାବିବନି ତ ହୁଏତ ଜଣ ଗୋଟେ ପିଲା ବାରମ୍ବାର ଲେଖୁଛି ବୋଲି ସେ ମନେ ରଖିଦେଇ ପାରୁଛି ଗୋଟେ ପିଲା କଣ ବାରମ୍ବାର ପଢୁଛି ବୋଲି ମନେ ରଖିଦେଇ ପାରୁଛି ସେ କଣ ନା ସାର୍ ମତେ ଲେଖିନେ ପଢିଲେ ଭଲ ଭଲ ମନେ ରହେ ନା ମୁଁ କଣ ଲାଇଭ କ୍ଲାସ କଲେ ମନେ ରୁହେ ମୁଁ ନିଜେ ପିଲା ମୁଁ ନିଜେ କହୁଛି ମୁଁ ଆଜ ଏ ଟିଚର ବା ମୁଁ ନିଜେ କହୁଛି ମୁଁ ଲାଇଭ କ୍ଲାସ କଲେ ମୋର ପାଠ ମନେ ରହେ ନା ମୁଁ ରେକର୍ଡେଡ କ୍ଲାସ କଲେ ମୋର ପାଠ ମନେ ରୁହେ ବୁଝିହେଲା କି ଏଇ ହଉଛି ଜିନିଷ ମୁଁ ୟୁଟ୍ୟୁବରୁ ପଢିଲେ ମୋର ମନେ ରହିବ ନାହିଁ ଇଏ ହଉଛି ଜିନିଷ ବୁଝିହେଲା କି ଇଏ ହଉଛି ସିଚୁଏସନ ଇଏ ହଉଛି କଣ ସେକେଣ୍ଡାରୀ ଲ ଓକେ ବୋଧ ହୁଏ ଆଶା କରିବି ଆପଣ ପ୍ରାଇମେରୀ ଲ ସେକେଣ୍ଡାରୀ ଲ ମନେ ରଖିଥିବେ ଯୋଉମାନେ ମନେ ରଖୁଛନ୍ତି ସେମାନେ ମିନିମମ୍ 5 ମାର୍କ ଆଜିଠୁ କ୍ରିଏଟ କରି ରଖିଦିଅନ୍ତୁ ଯେକୌଣସି ଏକ୍ସାମ ହଉ ପଛେ ଓକେ ଆଚ୍ଛା ଠିକ ଅଛି ଇଏ ଗଲା ପ୍ରାଇମେରୀ ଲ ସେକେଣ୍ଡାରୀ ଲ ର କାହାଣୀ ଆମେ ନେକ୍ସଟ ଯିବା ଦେଖ ପିଲାମାନେ ନେକ୍ସଟ ଲର୍ଣ୍ଣିଂ ଡୋମେନ ଏଇଟା ଆମେ ପଢିବା କ୍ଲାସକୁ ବିରାମ ଦେବା ଆଚ୍ଛା ହ୍ୱାଟ ଇଜ ଲର୍ଣ୍ଣିଂ ଡୋମେନ ଲର୍ଣ୍ଣିଂ ଡୋମେନ ମାନେ କଣ ନା ଲର୍ଣ୍ଣିଂ ର ତିନିଟା ଡୋମେନ ଅଛି ଗୋଟେ ଲେଭେଲ୍ସ ଆମେ କହନ୍ତି ଲେଭେଲ୍ସ ଅଫ ଲର୍ଣ୍ଣିଂ ମଧ୍ୟ କହିପାରିବା ଆଚ୍ଛା ଏହାକୁ କିଏ ଦେଇଥିଲେ ପ୍ରଥମେ କଣ ନା ବେଞ୍ଜାମିନ ବ୍ଲୁମ୍ସ କଣ ଦେଇଥିଲେ ନା ବେଞ୍ଜାମିନ ବ୍ଲୁମ୍ସ ଦେଖ ପିଲାମାନେ ବେଞ୍ଜାମିନ ବ୍ଲୁମ୍ସ ସେଠି ଲେଖା ହେଇଛି ଏଟାକୁ ଆମେ କହନ୍ତି କଣ ବ୍ଲୁମ୍ସ ଟାକ୍ସୋନମି କହନ୍ତି ବ୍ଲୁମ୍ସ ଟାକ୍ସୋନମି TAXONOMY ବ୍ଲୁମ୍ସ ଟାକ୍ସୋନମି What is Bloom's taxonomy ନା ଲର୍ଣ୍ଣିଂ ଡୋମେନ ରେ ଆମେ ତାକୁ କହିବା ବ୍ଲୁମ୍ସ ଟାକ୍ସୋନମି ଆକୁ ଦେଇଥିଲେ କିଏ ଗିଭେନ ବାଇ ବେଞ୍ଜାମିନ ବ୍ଲୁମ୍ସ ହେଲା ବେଞ୍ଜାମିନ ବ୍ଲୁମ୍ସ ଦେଇଥିଲେ ପିଲାମାନେ ଆଚ୍ଛା ତାହେଲେ ୟାକୁ କନସିଡର କରିଥିଲେ କିଏ କନସିଡର ବାय ଏକୁ ମନେ ରଖିବ ହରାଲ୍ଡ ଏମ ବ୍ୟାରୋ କନସିଡର କରିଥିଲେ ଆଚ୍ଛା ସର୍ଟ ଫର୍ମ ରେ ଆମେ ଏଇ ଯୋଉ ଲର୍ଣ୍ଣିଂ ଡୋମେନ କୁ ଆମେ ସର୍ଟ ଫର୍ମ ରେ କଣ ଲେଖନ୍ତି ନା କ୍ୟାପ ଲେଖନ୍ତି ସର୍ଟ ଫର୍ମ ରେ ନା କି ଏକ୍ସାମ ଓରିଏଣ୍ଟେଡ ଆପଣ ମାନେ ମନେ ରଖିବା ପାଇଁ ମୁଁ କହିଛି କ୍ୟାପ ବୁଝିହେଲା ଆଚ୍ଛା କ୍ୟାପ ହ୍ୱାଟ ଇଜ କ୍ୟାପ ଆମେ କ୍ୟାପ କଣ ସାର୍ ଆପଣ ଯୋଉ ନିମୋନିକ ୱାର୍ଡ ଗୋଟେ ଲେଖିଲେ କ୍ୟାପ ତାର ଅର୍ଥ କଣ ମାନେ କଣ ଲର୍ଣ୍ଣିଂ ର ଟୋପି ଓକେ ଆଚ୍ଛା ହଉ ଦେଖ କ୍ୟାପ ସି ରେ ହଉଛି କଗ୍ନିଟିଭ ଡୋମେନ ଏ ରେ ହଉଛି କଣ ଆପଣଙ୍କର ଦେଖ ଏ ରେ ହଉଛି ଆଫେକ୍ଟିଭ ଡୋମେନ ପି ରେ ହଉଛି କଣ ସାଇକୋମୋଟର ଡୋମେନ ଆଚ୍ଛା ତିନିଟା ଡୋମେନ ସିରିୟସଲି କହୁଛି ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରି କହୁଛି ସମସ୍ତେ ଡିପଲି ପଢିକି ଏ ଜିନିଷକୁ ମନେ ରଖିବ ଗୋଟିଏ ମିନିଟ ମତେ ସମୟ ଦିଅ ଗୋଟିଏ ମିନିଟ କାହିଁକି ନା ଟିକେ